ଜୟ ଶ୍ରୀରାମ। ରାମ ଶବ୍ଦର ଅର୍ଥ କ'ଣ? ରମ୍ୟତ ଇତି ରାମଃ। ଏହାର ଅର୍ଥ କ'ଣ? ଯେଉଁ ପରବ୍ରହ୍ମ ଶରୀରସ୍ଥ ଆତ୍ମାର ସହିତ ପତିସ୍ୱରୂପ ରହି ରମଣ କରୁଅଛନ୍ତି, ସେହି ପରବ୍ରହ୍ମ ହିଁ ଆତ୍ମାରାମ ସ୍ୱରୂପ ଅଟନ୍ତି। ଆତ୍ମାର ଶ୍ୱାସ ପ୍ରଶ୍ୱାସ ଦ୍ୱାରା ରାମ ନାମ ଶବ୍ଦ ପ୍ରକାଶ ହୋଇଥାଏ। ଆସନ୍ତୁ ଆଜ୍ଞା, ଆଜି ଆମେ ଶୁଣିନେବା ପ୍ରଭୁ ରାମଙ୍କର ଆଦର୍ଶ ଶିକ୍ଷାଟି କ'ଣ ଥିଲା। ବନବାସ ସମୟରେ କି ଶିକ୍ଷା, କି ଆଦର୍ଶ, କେଉଁ ଉପଦେଶ ପାଇ ଜଗତପତି ରୂପେ ପୂଜ୍ୟସ୍ପଦ ହେଲେ, ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଶୁଣି ନିଅନ୍ତୁ ଆଜ୍ଞା। ଆସନ୍ତୁ ବିଷୟ ଉପରେ ଟିକେ ଆଲୋଚନା କରିବା ଏହି ଅମୃତମୟ ରାମ କଥାଟିକୁ। ପୁଣ୍ୟମୟ ଭାରତବର୍ଷର ଅଯୋଧ୍ୟା ନଗର ରାଜ ପରିବାରରେ ଜନ୍ମଲାଭ କରିଥିବା ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ହେଉଛନ୍ତି ଏକାଧାରରେ ଏକ ଆଦର୍ଶ ପୁତ୍ର, ଆଦର୍ଶ ଭାଇ, ଆଦର୍ଶ ସଖା, ଆଦର୍ଶ ପତି, ଆଦର୍ଶ ଯୋଦ୍ଧା, ଆଦର୍ଶ ରାଜା ଓ ଆଦର୍ଶ ପିତା ଭାବରେ ସମାଜର ପ୍ରେରଣାର ମାର୍ଗଦର୍ଶକ ଅଟନ୍ତି। ଏ ଅଦ୍ଭୁତ ସଂଯୋଗ ଯୋଗୁଁ ସେ ମର୍ଯ୍ୟାଦା ପୁରୁଷୋତ୍ତମ, ଜଗତରେ ପୂଜ୍ୟ, ଦଶରଥ ନନ୍ଦନ ସତ୍ୟବାଦୀ ପୁରୁଷ, ସତ୍ୟର ପୂଜାରୀ। ତାଙ୍କର ପ୍ରଥମ ବନବାସ ଋଷିଶ୍ରେଷ୍ଠ ବିଶ୍ୱାମିତ୍ରଙ୍କ ସହିତ ହୋଇଥିଲା। ଋଷି ବିଶ୍ୱାମିତ୍ର ପ୍ରଥମ ଆଦେଶ ଥିଲା, ଶ୍ରୀରାମ ତୁମେ ଏହି ସମୟରେ ଋଷିମାନଙ୍କୁ ରାକ୍ଷସମାନଙ୍କ କବଳରୁ ମୁକ୍ତ କରିବା ପାଇଁ ତୁମ ଭାଇ ଲକ୍ଷ୍ମଣ ସହ ତାଙ୍କର କୋମଳ ହାତରେ ଧନୁତୀର ଚାଳନା କର। ପ୍ରଥମେ ଖର, ଦୂଷଣ ଓ ତାଡ଼କା ଭଳି ଅସୁର ଅସୁରୀମାନଙ୍କୁ ମାରି ଋଷି ସମାଜକୁ ଶାନ୍ତ ପ୍ରଦାନ କରିଥିଲେ। ରାଜପ୍ରସାଦର ସୁଖ ଛାଡ଼ି ଶ୍ରୀରାମ ବନକୁ ଯିବା କାରଣରୁ ହିଁ ସମାଜର ଦହନୀୟ ପରିସ୍ଥିତି ଦୁଇ ଭାଇଙ୍କୁ ପ୍ରାପ୍ତ ହୋଇଥିଲା। ଏହି ବନବାସ ସମୟରେ ପ୍ରଭୁ ଜଙ୍ଗଲ ମଧ୍ୟରେ ବହୁ ଋଷି, ମୁନି, ସାଧୁ ସନ୍ତଙ୍କ ସହିତ ସତ୍ସଙ୍ଗ ପାଇଥିଲେ। ରାକ୍ଷସମାନଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଥିବା ମୁନି ଋଷିମାନଙ୍କର ଗଦା ଗଦା ହାଡ଼ କଙ୍କାଳ ଦେଖି ମର୍ମାହିତ ହୋଇଥିଲେ। ଦୁଇ ହାତ ଉପରକୁ ଟେକି ଦେଇ ପ୍ରତିଜ୍ଞା କରିଥିଲେ, ମୁଁ ଦଶରଥ ନନ୍ଦନ ଶ୍ରୀରାମ ପ୍ରତିଜ୍ଞା କରି କହୁଛି, ବଞ୍ଚିଥିବା ପର୍ଯ୍ୟନ୍ତ ଏ ଧରଣୀକୁ ଦୁଷ୍ଟ ରାକ୍ଷସମାନଙ୍କ କବଳରୁ ମୁକ୍ତ କରିବି ଏବଂ ସାଧୁସନ୍ଥ ଋଷିମାନଙ୍କୁ ସୁଖ ଶାନ୍ତି ଦେବି। ହେ ମୋର ପ୍ରିୟ ଜ୍ଞାନୀ ସଜ୍ଜନଗଣ, ଆସନ୍ତୁ ଆମ୍ଭେମାନେ ଆଜିଠାରୁ ଏହିପରି ପ୍ରତିଜ୍ଞା ନେବା। କାହିଁକି ନା ଆଜି ବି ଭାରତର ବନକ୍ଷେତ୍ର ନଷ୍ଟ, ବେରୋଜଗାରୀ, ଦୁର୍ନୀତି, ଶୋଷଣ, ଅଶିକ୍ଷା, ଅଧର୍ମ, ଚିକିତ୍ସା ସୁବିଧାର ଅଭାବ ପରି ରାକ୍ଷସମାନଙ୍କର ପୀଡ଼ାରେ ପୀଡ଼ିତ ଅଟେ। ନିଶ୍ଚୟ ମୋ କଥାଟିକୁ ମନେ ରଖିଥିବେ। ଆସନ୍ତୁ ଆଜ୍ଞା, ଏବେ ଶୁଣିନେବା ପ୍ରଭୁ ରାମଚନ୍ଦ୍ରଙ୍କର ଦ୍ୱିତୀୟ ବନବାସ। ଦ୍ୱିତୀୟ ଥର ବନବାସରେ ପ୍ରଭୁ ରାମଚନ୍ଦ୍ର କି ଆଦର୍ଶ ଶିକ୍ଷା ଲାଭ କଲେ, ଆସନ୍ତୁ ଶୁଣିନେବା। ପିତା ଦଶରଥ ଓ ତିନି ମାତାଙ୍କ ଠାରୁ ଆଜ୍ଞା ନେଇ ଭାଇ ଲକ୍ଷ୍ମଣ, ପତ୍ନୀ ସୀତା ଦେବୀଙ୍କୁ ନେଇ ପ୍ରଭୁ ଶ୍ରୀରାମ ପୁଣି ଥରେ 14 ବର୍ଷ ପାଇଁ ବନବାସ ଗଲେ। ପ୍ରଥମେ ପ୍ରଭୁ କେଉଟ ପରି ଜଣେ ସ୍ୱଚ୍ଛ ମନର ବନବାସୀକୁ ନିଜର ଭାବି କୋଳାଗ୍ରତ କରିଥିଲେ। ଆଜି ବି ଅନେକ ବନବାସୀ ଭାଇମାନଙ୍କ ଉପରକୁ ମଇଳା ଦେଖାଯାଉଥିଲେ ବି ତାଙ୍କର ମନ ସ୍ୱଚ୍ଛ, ନିର୍ମଳ, ପବିତ୍ର ଅଛି, ଯାହାକି ଆମ୍ଭମାନଙ୍କ ଠାରୁ 1000 ଗୁଣରେ ଅଧିକ। ପ୍ରଭୁ ଏପରି ସ୍ୱଚ୍ଛ ନିର୍ମଳ ବ୍ୟକ୍ତିକୁ ହିଁ ଭଲ ପାଆନ୍ତି। ଯେପରି ଶବରୀ ଠାରୁ ଅଇଁଠା କୋଳି ଖାଇଲା ବେଳେ ସେ ଭାବିନଥିଲେ ମୁଁ ଜଣେ ଅଯୋଧ୍ୟାର ଭାବି ନରେଶ ବୋଲି। ଏଥିରେ ସେ କୁଣ୍ଠାବୋଧ କରିନାହାନ୍ତି। ପ୍ରଭୁ ରାମଙ୍କର ମନର ବଳ, ବୁଦ୍ଧି, ସାହସ, ଉତ୍ସାହ, ନିଷ୍ଠା, କର୍ତ୍ତବ୍ୟ ପରାୟଣତା, ମନର ଶୁଦ୍ଧ ସାତ୍ତ୍ୱିକ ଭାବ, ଏହିପରି ଗୁଣ ସବୁ ବନବାସରେ ଥିବା ସମୟରେ ବନବାସୀ ରାମଙ୍କର ଅତି ପ୍ରିୟ ଗୁଣ ହୋଇଗଲା। କୁହନ୍ତୁ ଆଜ୍ଞା, ଏହା କ'ଣ ଠିକ୍ ଲାଗୁନି କି? ସେହି ବନବାସ ହିଁ ବନବାସୀ ରାମଙ୍କୁ ସାଧାରଣ ପୁରୁଷରୁ ପୁରୁଷୋତ୍ତମ କରିଦେଲା। ଯଦି ସେ ଅଯୋଧ୍ୟା ରାଜମହଲରେ ରହିଥାନ୍ତେ, ସେ ଅଯୋଧ୍ୟାପତି ହୋଇପାରିଥାନ୍ତେ, କିନ୍ତୁ ବନବାସ ତାଙ୍କୁ ଜଗତପତି ରୂପେ ଗ୍ରହଣ କଲା। ସମାଜର ଏହି ଆଦର୍ଶ ଆଜି ବି ଜଣେ ରାମର ପ୍ରତୀକ୍ଷା ରଖିଛି। ଯିଏ ସ୍ନେହରେ କୋଳାଗ୍ରତ କରିପାରିବ, ତାଙ୍କ ସୁଖ ଦୁଃଖରେ ସହଭାଗୀ ହୋଇପାରିବ, ତାଙ୍କ ଘର ପରିବାରର ଆଦର୍ଶ ସଦସ୍ୟ ହୋଇପାରିବ ଏବଂ ତାଙ୍କ ବିଶ୍ୱାସ ଦେଇପାରିବ, ତେବେ ସେ ମହାନ ଚରିତ୍ରର ଅଧିକାରୀ ହୋଇପାରିବ। ବଣ ଜଙ୍ଗଲରେ ରହୁଥିବା ଲୋକମାନେ ବି ସମାଜର ଗୋଟିଏ ମୁଖ୍ୟ ଅଙ୍ଗ। ସେମାନେ ଆମ ସମାଜ ଠାରୁ ବହୁ ଗୁଣରେ ଭଲ। ହିଂସା, ଛନ୍ଦ, ମାୟା, କପଟ ସେମାନେ କ'ଣ ଜାଣନ୍ତି ନାହିଁ? ହଁ ଆଜ୍ଞା, ଜ୍ଞାନୀ ସଜ୍ଜନ ସୁଧୀଜନେ, ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆପଣମାନେ ଏହି ପ୍ରତିଜ୍ଞା ପୂରଣ କରିପାରିବେ। ଦେଖାଯାଉ
ପ୍ରଭୁଙ୍କ କୃପାରୁ ସେ ସମୟ କେବେ ଆସୁଛି, ମନବାସୀ ପ୍ରଭୁ ଶ୍ରୀରାମ କେବେ ଆମର ଆଦର୍ଶ ହେଉଛନ୍ତି, ସେହି ଅପେକ୍ଷାରେ ରହିଲି ଆଜ୍ଞା। ଏହିଠାରୁ ଆମ ଆଲୋଚନାର କଥାବସ୍ତୁଟିକୁ ବିଶ୍ରାମ ଦେବା। ବିଦାୟ ଦିଅନ୍ତୁ। ନମସ୍କାର। ଜୟ ଶ୍ରୀରାମ।